ଗୋଟେ ସପ୍ତାହ ଆଗରୁ ମୀରା ବାହାରେ ଖେଳିବାକୁ ଅପେକ୍ଷା କରିଥିଲା। ଆଉ ଶନିବାର ବହୁତ ଭଲ ସମୟ ଥିଲା। କିନ୍ତୁ ସେ ସେଦିନ ବାହାରକୁ ଯାଉ ଯାଉ ହଠାତ୍ ଆକାଶରେ କଳା ମେଘ ଆସିଲା। ବିଜୁଳି ଚମକିଲା, ମେଘ ଗର୍ଜିଲା, ଆଉ ଭାରି ବର୍ଷା ଆରମ୍ଭ ହେଲା। ମୀରା ସାଙ୍ଗେ ସାଙ୍ଗେ ଘରକୁ ଦୌଡ଼ିଗଲା ଆଉ କବାଟ ବନ୍ଦ କରିଦେଲା। ମନ ଦୁଃଖରେ କହିଲା, ଆଜି କାହିଁକି ଏମିତି ହେଲା? ଏଇ ଝଡ଼ ସବୁ କିଛି ଖରାପ କରିଦେଲା। ଦୁଃଖ ମୁହଁରେ ଘର କଣରେ ସେ ବସି ରହିଲା। ସେଇ ସମୟରେ ତାର ଜେଜେମା ଯିଏ ସ୍ୱେଟର ବୁଣୁଥିଲେ ତାକୁ ଦେଖିଲେ ଆଉ ପଚାରିଲେ, ମୀରା ଏତେ ଦୁଃଖୀ କାହିଁକି? ମୀରା କହିଲା, ଝଡ଼ ମୋର ସବୁ ଯୋଜନା ନଷ୍ଟ କଲା। ମୁଁ ଖେଳିବାକୁ ଚାହୁଁଥିଲି, କିନ୍ତୁ ଏବେ ଖେଳି ପାରିବିନି। ଝଡ଼ ବହୁତ ଖରାପ। ଜେଜେମା ହସି କହିଲେ, ଝଡ଼ ସବୁବେଳେ ଖରାପ ନୁହଁ ଝିଅ, ସବୁ ଝଡ଼ କିଛି ନା କିଛି ଭଲ ଆଣିଥାଏ। ମୀରା ଆଶ୍ଚର୍ଯ୍ୟ ହେଲା, କିନ୍ତୁ କେମିତି? ଇଏ ତ ସବୁ କିଛି ଖରାପ ଆଉ ଭୟଙ୍କର କରିଦେଲା। ଜେଜେମା ତାଙ୍କ ବୁଣା କାମ ରଖିଲେ ଆଉ କହିଲେ, କିଛି ସମୟ ଅପେକ୍ଷା କର ଆଉ ଦେଖ, ପ୍ରକୃତି ସବୁବେଳେ କିଛି ନା କିଛି ଆଶ୍ଚର୍ଯ୍ୟ ଆଣିଥାଏ। ମୀରାକୁ କିଛି ବିଶ୍ୱାସ ହେଲାନି, କିନ୍ତୁ ସେ ସେଇ କବାଟ କଣରେ ବସି ରହିଲା। ବର୍ଷା ପଡ଼ି ଚାଲିଥାଏ। ବତାସ ଧୀରେ ଧୀରେ ଶାନ୍ତ ହେଲା। କିଛି ସମୟ ପରେ ମେଘ ଗର୍ଜନ ବି ଅଟକିଗଲା। ଆଉ ସେଇ ଝଡ଼ଯୁକ୍ତ ରାତି ଧୀରେ ଧୀରେ ଶାନ୍ତ ହେବାକୁ ଲାଗିଲା। ତାପରେ କଳା ମେଘ ଗୁଡ଼ିକ ଖସିଲା। ଆକାଶରେ ଗୋଟେ ସୁନ୍ଦର ହାଲୁକା ଆଉ ସୁପର୍ଣ୍ଣ ଆଲୋକ ଫୁଟି ଆସିଲା। ମୀରାର ଆଖି ଆଶ୍ଚର୍ଯ୍ୟରେ ବଡ଼ ହେଇଗଲା। ଦେଖ ଜେଜେମା, ଗୋଟେ ସୁନ୍ଦର ଇନ୍ଦ୍ରଧନୁଷ ବିସ୍ତାର ହେଇଗଲା। ଆଉ ସିଏ ଥିଲା ରଙ୍ଗୀନ ଆଉ ପୁରା ଚମତ୍କାର। ଭିଜା ପତ୍ର ଗୁଡ଼ିକ ଚମକୁଥିଲା। ପବନରେ ତାଜା ସୁଗନ୍ଧ ଭରିଥିଲା। ଆଉ ଛୋଟ ପକ୍ଷୀମାନେ ଆଉ ଥରେ କିଲି କିଲି ସ୍ୱରରେ ଗୀତ ଗାଉଥିଲେ। ମୀରାର ଦୁଃଖ ଗୋଟେ ମୁହୂର୍ତ୍ତରେ ଗାୟବ ହେଇଗଲା। ସେ କହିଲା, ବା, ଏ ଇନ୍ଦ୍ରଧନୁ ତ ଝଡ଼ ବିନା ଆସିନଥାନ୍ତା। ଜେଜେମା ହସି କହିଲେ, ଠିକ କହିଲୁ। ଜୀବନରେ ମଧ୍ୟ କେବେ କେବେ ଝଡ଼ ପରି କଠିନ ସମୟ ଆସେ, କିନ୍ତୁ ଯଦି ତୁ ସହନଶୀଳ ଆଉ ଆଶାବାଦୀ ରହିବୁ, ପରେ ନିଶ୍ଚିନ୍ତ ଭାବେ କିଛି ସୁନ୍ଦର ଆସିବ। ମୀରା ତା ଜେଜେମାଙ୍କୁ କୁଣ୍ଢେଇ ପକେଇଲା ଆଉ କହିଲା, ଏବେଠୁ ମୁଁ ସବୁବେଳେ ଭଲ ଜିନିଷ ଦେଖିବାକୁ ଚେଷ୍ଟା କରିବି, ଝଡ଼ ସମୟରେ ମଧ୍ୟ। ଆଉ ସେଇ ସନ୍ଧ୍ୟାରେ ବାହାରକୁ ନ ଯାଇ ମଧ୍ୟ ମୀରା ଅନୁଭବ କଲା ସେଇ ଦିନଟା ତା ପାଇଁ ବହୁତ ବିଶେଷ ଥିଲା। କାହାଣୀର ସନ୍ଦେଶ ହେଉଛି, ଧୈର୍ଯ୍ୟଶୀଳ ଆଉ ସକାରାତ୍ମକ ହୁଅ। ପ୍ରତ୍ୟେକ ଝଡ଼ ପରେ କିଛି ସୁନ୍ଦର ଆସେ, ଠିକ ଇନ୍ଦ୍ରଧନୁ ପରି। ଆଜି ପାଇଁ ଏତିକି, ମାନେ ପୁଣି ଦେଖା ହବ। ବାଏ ବାଏ।